हाय साଙ୍ଗमाने ମୁଁ ଆଜି ଆପଣମାନଙ୍କୁ ଶିଖେଇବି 3D ଏଇ ଫଟୋ କିପରି ଏଡ଼ିଟିଂ କରାଯାଏ। ଆଉ ଏବେ ତ ଟ୍ରେଣ୍ଡିଂ ଚାଲିଛି ଇନଷ୍ଟାଗ୍ରାମରେ, ସମସ୍ତେ ବି ବନାଉଛନ୍ତି। ଚାଲନ୍ତୁ ମୁଁ ଆଜି ଆପଣଙ୍କୁ ଶିଖାଉଛି। ଚାଲନ୍ତୁ ପ୍ରଥମେ ଆମେ ଆପଣଙ୍କୁ ଦେଖାଉଛି, ମୁଁ ଏଡ଼ିଟିଂରେ ଆଗରୁ କରିକି ରଖିଥିଲି, ଦେଖିପାରୁଥିବେ। ଏଇଭଳି ବି ଆପଣମାନେ ଏଡ଼ିଟିଂ କରିପାରିବେ। ଚାଲନ୍ତୁ ଏବେ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଯିବା ଗୁଗଲକୁ ଯିବା। ଦେଖିପାରୁଥିବେ ସାଙ୍ଗମାନେ, ଆସ୍କ ଜେମିନି ପ୍ଲସ୍ ଅପସନ୍ଟେ ଅଛି, ତାପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଅପଲୋଡ଼ ଫାଇଲ୍ସ, ଆଡ଼ ଫର୍ମ, ଡ୍ରାଇଭ୍, এই ଦୁଇଟା ଆସୁଛି। ଆପଣମାନେ ଅପଲୋଡ଼ ଫାଇଲ୍ସ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତଳେ ଆସିବ କ୍ୟାମେରା, ଭିଡ଼ିଓ ରେକର୍ଡ଼ର, ଫଟୋ ଆଣ୍ଡ ଭିଡ଼ିଓ। ଆମେ ଫଟୋ ଏଡ଼ିଟିଂ କରିବା। ଫଟୋ ଉପରେ ଆମେ କ୍ଲିକ୍ କରିବା। ଚାଲନ୍ତୁ କ୍ଲିକ୍ କଲା ପରେ ମୋର ଗୋଟେ ଫଟୋ ମୁଁ ନେଉଛି। ଦେଖିପାରୁଥିବେ ସାଙ୍ଗମାନେ, ଫଟୋଟି ଏବେ ଅପଲୋଡ଼ ହେଇଯାଇଛି। ଆମେ ଏବେ ଏଇଠି ଲେଖିବା। ମୁଁ ପେଷ୍ଟ କରିଦେଇଛି। ଆପଣମାନେ ଯଦି ପ୍ରମ୍ପ୍ଟ ଲେଖିବା ପାଇଁ ଚାହୁଁଛନ୍ତି ତାହେଲେ ମୁଁ ଡେସ୍କ୍ରିପସନ୍ରେ ଅଛି, ଆପଣମାନେ କପି କରିପାରିବେ। ଠିକ୍ ଅଛି। ଏବେ ଆମେ ପ୍ରମ୍ପ୍ଟଟି ଲେଖିଦେଇଛେ। ଏ ଦେଖୁଥିବେ ଭଏସ୍ ପାଖରେ ଗୋଟେ ଅଛି ତୀର ଚିହ୍ନ ଭଳିଆ, ଦେଖିପାରୁଥିବେ ଡାହାଣ ପଟେ, ସେଇଠି ଆପଣ କ୍ଲିକ୍ କରିବେ। ଦେଖିପାରୁଥିବେ ଏବେ ଆମେ ଫଟୋଟି ଆମକୁ ଗୁଗୁଲ୍ ଜେମିନି ଏଡ଼ିଟିଂ କରିକି ଆମକୁ ଦେବ। ଏ ଦେଖିପାରୁଥିବେ ସାଙ୍ଗମାନେ, ଏବେ ସର୍ଚ୍ଚିଂ ରହୁଛି। ଦେଖନ୍ତୁ ଏବେ ଆମ ଫଟୋ ଏଡ଼ିଟିଂ ହେଇଯାଇଛି। এইଭଳି ଭାବରେ ଆପଣମାନେ ବି ଏଡ଼ିଟିଂ କରିପାରିବେ। 3 ଡଟ୍ ତଳେ ଗୋଟେ ଅଛି ଡାଉନଲୋଡ଼ ଅପସନ୍, ତାପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଫଟୋଟି ଆମର ଡାଉନଲୋଡ଼ ହେଇଯାଇଛି। ଚାଲନ୍ତୁ ଏବେ ଯିବା ଗ୍ୟାଲେରୀରେ ଯାଇକି ଦେଖିବା। ଏବେ ସାଙ୍ଗମାନେ ଆମେ ଗ୍ୟାଲେରୀରେ ଯାଇକି ଦେଖିବା। ଗୋଟେ ସାଙ୍ଗମାନେ ଫଟୋ ଆମର ଏଡ଼ିଟିଂ ହେଇଯାଇଛି। ଆପଣମାନେ ଚାହିଁଲେ ଏବେ ଏଡ଼ିଟିଂ କରିପାରିବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ, କମେଣ୍ଟ, ସେୟାର, ସବସ୍କ୍ରାଇବ୍।